ସବୁ ରୋଗ ପାଇଁ ରାମବାଣ ଏହି ଶାଗ। ଫାଇଦା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ସଜନା ଶାଗ ଏହା କେବଳ ପାଟିକୁ ସ୍ୱାଦିଷ୍ଟ ଲାଗେ ନାହିଁ, ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ବହୁତ ଲାଭଦାୟକ। ଏହି ପତ୍ର ପୁଷ୍ଟିସାରର ଭଣ୍ଡାର। ଏଥିରେ ଆଣ୍ଟିଅକ୍ସିଡାଣ୍ଟ, କ୍ଲୋରୋଫିଲ୍, ଭିଟାମିନ୍ ସି, ପ୍ରୋଟିନ୍, କ୍ୟାଲସିୟମ୍ ଭଳି ଅନେକ ଜରୁରୀ ପୁଷ୍ଟିକର ପଦାର୍ଥ ପ୍ରଚୁର ପରିମାଣରେ ମିଳିଥାଏ। ମଧୁମେହ, କର୍କଟ, ଉଚ୍ଚ ରକ୍ତଚାପ, ହୃଦ୍ରୋଗ, ଚକ୍ଷୁ ରୋଗ ଏବଂ ଗଣ୍ଠି ରୋଗ ଭଳି ଅନେକ ଗମ୍ଭୀର ରୋଗ ପାଇଁ ଏହା ବେଶ୍ ଲାଭଦାୟକ ହୋଇଥାଏ। ଯଦି ଆପଣ ମଧ୍ୟ ମଧୁମେହ, କର୍କଟ କିମ୍ବା ଉଚ୍ଚ ରକ୍ତଚାପ ଭଳି ରୋଗରେ ପୀଡ଼ିତ, ତେବେ ଆପଣଙ୍କ ଖାଦ୍ୟରେ ସଜନା ଶାଗକୁ ସାମିଲ କରନ୍ତୁ। ଏହା ଆପଣଙ୍କ ପାଇଁ ଅମୃତଠାରୁ ମଧ୍ୟ କମ୍ ନୁହେଁ। ସଜନା ଶାଗର ଲାଭ କ'ଣ ଆପଣ ଜାଣନ୍ତୁ। ଡାଇବେଟିସ୍ ନିୟନ୍ତ୍ରଣରେ ସହାୟକ। ଯଦି ଆପଣ ଡାଇବେଟିସ୍ ସ୍ତରକୁ ନିୟନ୍ତ୍ରଣ କରିବାକୁ ଚାହାନ୍ତି, ତେବେ ସଜନା ଶାଗ ଆପଣଙ୍କ ପାଇଁ ସର୍ବୋତ୍ତମ ବିକଳ୍ପ। ଡାଇବେଟିସ୍ ବିରୋଧୀ ଗୁଣ ରହିଛି, ଯାହା ମଧୁମେହ ରୋଗୀଙ୍କ ପାଇଁ ବହୁତ ଲାଭ ହୋଇପାରେ। ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ମଧ୍ୟ ସଜନା ଶାଗ ବହୁତ ପ୍ରଭାବଶାଳୀ। ଏଥିରେ ପୋଟାସିୟମ୍ ଭରପୁର, ଯାହା ରକ୍ତଚାପ କମାଇବାରେ ସାହାଯ୍ୟ କରିଥାଏ। ଏହା ସହିତ ଏହା ରକ୍ତବାହୀ ନଳୀଗୁଡ଼ିକୁ ସଠିକ୍ ଭାବରେ କାର୍ଯ୍ୟ କରିବାରେ ମଧ୍ୟ ସାହାଯ୍ୟ କରେ। କର୍କଟ ରୋଗ ରୋକିବାରେ ସହାୟକ। ଏହି ଶାଗ ଖାଇବା ଦ୍ୱାରା କର୍କଟ ରୋଗ ଭଳି ଗମ୍ଭୀର ରୋଗ ମଧ୍ୟ ରୋକାଯାଇପାରେ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଜିଙ୍କ୍ ଏବଂ ଭିଟାମିନ୍ ସି ଭଳି ଅନେକ ପୋଷକ ତତ୍ତ୍ୱ ରହିଛି, ଯାହା କର୍କଟ ରୋଗୀଙ୍କ ପାଇଁ ବହୁତ ଲାଭ ହୋଇଥାଏ ଏବଂ ଶରୀରକୁ କର୍କଟ କୋଷ ସହିତ ଲଢ଼ିବାରେ ସାହାଯ୍ୟ କରେ। ପାଚନ ପ୍ରଣାଳୀ ସୁସ୍ଥ ରହିବ। ସଜନା ଶାଗରେ ପ୍ରଚୁର ପରିମାଣରେ ଫାଇବର ଥାଏ, ଯାହା ପାଚନ ପ୍ରଣାଳୀକୁ ମଜବୁତ କରେ। ଏହାର ସେବନ ପେଟ ସମ୍ବନ୍ଧୀୟ ରୋଗ ଯେପରିକି କୋଷ୍ଠକାଠିନ୍ୟ, ବଦହଜମି ଏବଂ ଗ୍ୟାସରେ ମଧ୍ୟ ଆରାମ ଦେଇଥାଏ। ଏମିତି ନୂଆ ନୂଆ କିଛି କଥା ଜାଣିବାକୁ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ କରନ୍ତୁ। ରହୁଛି, ନମସ୍କାର।